କାଳିଆରେ ମନ ବୋଲି ତୋର କିଛି ନାହିଁ, କାଳିଆରେ ମନ ବୋଲି ତୋର କିଛି ନାହିଁ। ମନ ଯଦି ତୋର ଥାନ୍ତା ସତେରେ, ମନ ଯଦି ତୋର ଥାନ୍ତା ସତେରେ, ମୋ ମନ ପାରନ୍ତୁ ଜିଣି। କାଳିଆରେ ମନ ବୋଲି ତୋର କିଛି ନାହିଁ, କାଳିଆରେ ମନ ବୋଲି ତୋର କିଛି ନାହିଁ। ଦେଖନ୍ତୁ ମୁଁ ଭାବନା ସହିତ ଗାଏ ଜଗନ୍ନାଥଙ୍କ ଆଖି ଦୁଇଟା ଆଖିରେ ରଖିକିରି। ଦେଖନ୍ତୁ ମୁଁ କିଛି କରେନି, କାହିଁ ମିଛ କହିବି। ଅତିଭକ୍ତି ଚୋର ଲକ୍ଷଣ ବୋଲି ମୁଁ ଭାବେ। ତ ନା ମୁଁ ମନ୍ଦିର ଯାଏ, ନା ମୁଁ ଧକ୍କାପେଲା ଖାଇବା ପାଇଁକା ମୋତେ ପସନ୍ଦ ନୁହଁ। ଫାର୍ଷ୍ଟ କଥା, ମୁଁ ଜଗନ୍ନାଥଙ୍କୁ ଘରେ ହିଁ ମନେ ପକାଏ। କାରଣ ପିଲାବେଳୁ ଯେତିକି ତାଙ୍କୁ ଆଲିଙ୍ଗନ କରିଛି ନା, ରଥ ଉପରେ ଚଢ଼ିକି, ଯେହେତୁ ସେବାୟତ ଘରର ଝିଅର ବହୁତ ଫାଇଦା ଉଠେଇଛି ମୁଁ। କୁଣ୍ଡେଇକି ଧରିକି ବସେ ତାଙ୍କୁ, ବହୁତ କାନ୍ଦେ। କିଛି ମନ ଇଚ୍ଛାରେ କିଛି ମନଟା ଛୁଆଟା ଥାଏ, କିଛି ଭାବେନି, ଖାଲି ମନରେ ଖାଲି କାନ୍ଦ ହୁଏ। ଆଖିରୁ ଖାଲି ଅଟୋମେଟିକଲି ଖାଲି ବୋହି ପଡ଼ିବ, ତାଙ୍କୁ ଧରିକି ଖାଲି କାନ୍ଦିବି। ତାଙ୍କରି ଲୁଗାରେ ନାକ ସବୁ ପୋଛି ପକେଇଛି କେତେ ହଜାର ଟାଇମ୍। କିଛି କହେନି। ପାଠ ମମି ବାଡ଼ଉଛନ୍ତି, ଡାଡ଼ି ଗାଳି କରୁଛନ୍ତି, ଆଉ ହେଲା କାଲି ଚକୋଲେଟ୍ ମିଳିଲାନି, କଣ୍ଢେଇଟେ ଗୋଟେ ଦରକାର। ବଢ଼ିଆ ପାଠ ପଢ଼ୁଥିଲି, କେବେ ସ୍କୁଲ ଯାଏନି, ଭଲ ପାଏନି ସ୍କୁଲ ଯିବାକୁ, କିନ୍ତୁ ପାଠର ନମ୍ବର 1 ଥିଲି। ନାଇଁ, ପୁଅ ପିଲାଙ୍କୁ ଗୁଡ଼ି ଗୁଡ଼ି ବାଡ଼ାଏ। ହଜାର ଏବେ ବି ଦେଉଛନ୍ତି। ପୁଅ ତମେ ବହୁତ ସାନ, ସେମିତି ହୁଅନି, ଭଲ ଲାଗୁନି ଟିକେ। ମୁଁ ତୁମ ମା ଭଳିଆ ହେବି ପରା। ହେ, ଏମିତି କ'ଣ କହୁଛ ମ? ଭଲ ଲାଗେନା। ଆମେ ୱି ଆର୍ ଗୁଡ୍ ଫ୍ରେଣ୍ଡ। ଓକେ ଓକେ, ୱି ଆର୍ ଗୁଡ୍ ଫ୍ରେଣ୍ଡ। ମୁଁ ଯାହା କହିବି ତୁମେ ଶୁଣିବ ନା? ନା ହଉ। ତ ତମେ ମାମାକୁ କ'ଣ କହିଲ? ତା ପିଲା ବୋର୍ ହେଇଯାଆନ୍ତି, ମୋତେ ବ୍ଲକ୍ କରିଦିଅନ୍ତି। ଦେଖନ୍ତୁ, ପରମ୍ପରାଟା ବହୁତ ବଡ଼, ବହୁତ ସେବା କରୁଛନ୍ତି, ଆଉ ଉଦ୍ଦେଶ୍ୟଟା ବୁଝିପାରନ୍ତିନି ସେବାର। ସେବା ଯେତେବେଳେ କରନ୍ତି ବହୁତ ନିଷ୍ଠା ଥାଏ। ଗୋଟେ ପରଘରର ଝିଅଟି ଆସିବ, ସେ କେମିତି ଜାଣିବ ସେ କେତେ କ'ଣ ଖାଇକି ଆସିଥିବ, କେଉଁଠି ବୁଲିକି ଆସିଥିବ, ପବିତ୍ରତା ନଥିବ। ତେଣୁକରିନା ସେବାୟତ ଘରର ଝିଅଟି ପିଲାବେଳରୁ ହିଁ ସେ ଟ୍ରେଣ୍ଡ ହେଇଥାଏ। କଥା, ଭାଷା, ପୂଜା ପର୍ବାଣୀ, ଉପାସ, ସବୁ ଜିନିଷ। ସେଥିପାଇଁ ସେବାୟତ ଘରର ଝିଅଟି ସେବାୟତ ଘରେ ବାହା ହେଲେ ତା ଛୁଆଟି ସେବା କରିପାରିବ।